ଆଲୋ ଏ ବିନ୍ଧ୍ୟା ମୁଁ ଶୁଣିଲି ବିନ୍ଧ୍ୟାର ବାହାଘର ଠିକ ହେଇଯାଇଛି। ହଁ ପରା ସେ କୁଆଡେ ମଧୁପୁର ଗାଁର ବିନୋଦକୁ ବାହା ହେଉଛି। ଆଲୋ ଏ ବିନି ସେ ବିଜୁକୁ ଭଲ ପାଇ କେମିତି ଭୁଲିଗଲା ମ? ବିଜୁକୁ ବୋଲି ସେ କେମିତି ବଞ୍ଚି ପାରିବ ମୁଁ କିଛି ଭାବି ପାରୁନି। ଆଲୋ ଏ ବିନ୍ଧିଆ ଆମେ ଶୁଣିଲୁ ତୋ ବାହାଘର କୋଉଠି ଠିକ ହେଇଯାଇଛି। ଆଲୋ ଏ ସାଙ୍ଗ ମିଠା କାଇଁ ମିଠା? କାନ୍ଦି କାନ୍ଦି ମୋ ଦିନ କଟୁଛି ଆଉ ତମେ ମାନେ ମୋ ମଜା କରୁଛ। ଆଲୋ ଏ ବିନ୍ଧିଆ ତୁ ବାହା ହେଲା ପରେ ନୂଆ ସ୍ୱାମୀ ପାଇଁ ଆମକୁ ଭୁଲି ଯିବୁନି ତ? ତମେ କଥା କହିପାରୁଛ କେମିତି? ବିଜୁକୁ ଛାଡି ମୁଁ ବଞ୍ଚି ପାରିବିନି ଲୋ। ମୋ ବାପା ମୋ ବାହାଘର ଠିକ କରିଦେଇଛନ୍ତି। ଏବେ ମୁଁ କଣ କରିବି କୁହ? କଣ କରିବି? ବାପା ମାର ସମ୍ମାନ ରକ୍ଷା ପାଇବାକୁ ହେଲେ ତୁ ବାହା ହବା ଭଲ ହବ। ନା ସେ ମୋ ଶୟନେ ସପନେ ଜାଗରଣେ ପ୍ରତି ମୁହୂର୍ତ୍ତରେ ସେ ବିଜୁ ଅଛି ଲୋ। ବିଜୁକୁ ଛାଡି ମୁଁ ବଞ୍ଚି ପାରିବିନି। ତେଣୁ ମୁଁ ବିଷ ପିଇ ଆତ୍ମହତ୍ୟା କରିଦେବି। ଆତ୍ମହତ୍ୟା ନାଇଁ ବିନ୍ଧ୍ୟା ନାଇଁ ତୁ ଏସବୁ କରନା ଲୋ। ତୁ ଗୋଟେ କାମ କର ବିଜୁ ସହିତ ଘର ଛାଡି ଚାଲି ଯା। ବାପା ମାଙ୍କୁ ଛାଡି? ହଁ ଲୋ କିଛି ପାଇବାକୁ ହେଲେ କିଛି ହରେଇବାକୁ ପଡିବ। ଠିକ ଅଛି ଲୋ ତାହେଲେ ମୁଁ ଆଜି ହିଁ ଘର ଛାଡି ଚାଲି ଯାଉଛି ଲୋ। ତମ ସହିତ ମୋର ପୁଣି ଥରେ ଦେଖା ହବ କି ନାହିଁ ମୁଁ ସେଇଟା କହିପାରିବିନି ଲୋ, କହିପାରିବିନି। ତାହେଲେ ମୁଁ ଯାଉଛି ସାଙ୍ଗ, ମୁଁ ଯାଉଛି। ଚାଲ ବିଣା କିନ୍ତୁ ଖବରଦାର ଏକଥା କାହାକୁ ବି କହିବୁନି। ଠିକ ଥିଲେ ସାଙ୍ଗ ଏକଥା କାହାକୁ ବି କହିବାନି ହେଲା। ତାହେଲେ ଚାଲ। ହଉ ଚାଲ। ଘର ଅଗଣା ଏହି ଜନ୍ମ ମାଟିକୁ ଛାଡି ତମକୁ ଛାଡି ଚାଲି ଯାଉଛି। ଆଉ ମତେ ଲାଗୁଛି ମୁଁ କେବେ ବି ଘରକୁ ଫେରି ଆସିବିନି। ଆଉ ମୁଁ କେବେ ବି ଘରକୁ ଫେରି ଆସିବିନି। ବିନ୍ଧ୍ୟା ଏମିତି ବ୍ୟାଗ ପତ୍ର ଧରି କୁଆଡେ ଯାଉଛୁ? ମା ମୁଁ ବାହା ହେଲା ପରେ ମୋ ସାଙ୍ଗମାନେ ଘରକୁ ମୁଁ ଯାଇପାରିବିନି। ତେଣୁ ମୁଁ ମୋ ସାଙ୍ଗମାନେ ଘରକୁ ଯାଇ 2 ଦିନ ରହି ଫେରି ଆସିବି ମା। ହଉରେ ମା ତାହେଲେ ତୁ ଯା, କିନ୍ତୁ ବେଶୀ ଦିନ ରହିବୁନି। କେବଳ 2 ଦିନ ରହି ଶୀଘ୍ର ଘରକୁ ଫେରି ଆସିବୁ। ତାହେଲେ ତୁ ଯା ରେ ମା ବିନ୍ଧ୍ୟା, ତାହେଲେ ତୁ ଯା। ଠିକ ଅଛି ମା, ତାହେଲେ ମୁଁ ଯାଉଛି। ବେଶୀ ଦିନ ରହିବୁନି, 2 ଦିନ ରହିକି ଶୀଘ୍ର ଘରକୁ ଫେରି ଆସିବୁ। ଝିଅଟେ ତା ସାଙ୍ଗ ଘରକୁ ଯାଉଛି, ହେଲେ ଏମିତି କାନ୍ଦୁଛି କାହିଁକି? ଆରେ ନା ଏଥିରେ କିଛି ରହସ୍ୟ ନାହିଁ ତ? ଆରେ ତାଙ୍କ ବାପା ଯେମିତିକା ମଣିଷ ଏ ଘରେ କାହାକୁ ବି ଶାନ୍ତିରେ ରଖେଇ ଦବନି। ହଁ ରଖେଇ ଦବନି। ଦେଖିବା କଣ ହଉଛି।